ଛୋଟ ବେଳେ ଯେତେବେଳେ ବହୁତ ଗୁଡ଼ାଏ ପ୍ରାର୍ଥନା ଶିଖିଥିଲି, ସେଇ ପ୍ରାର୍ଥନା ଗୋଟେ ଗୋଟେ ଆଜି ବି ମନେ ଅଛି। ଛୋଟବେଳର ବହୁତ ଗୁଡ଼ାଏ ଜିନିଷ ପରିଣତ ବୟସରେ ମଧ୍ୟ ମନେ ପଡ଼େ। ଯେମିତି ଛୋଟବେଳେ ଗୋଟେ ପ୍ରାର୍ଥନାଟେ ସନ୍ଧ୍ୟାବେଳେ ମୁଁ ଗାଏ। ଯେବେ ଅନ୍ଧ ନୟନ ଯିବ ଖୋଲି, ମୁଁ ତୁମକୁ ପଚାରି ନେବି କାହିଁକି, ତୁମେ ଦୁନିଆ ଗଢ଼ିଛ ପରମାତ୍ମା, ଏଠି ଏଡ଼େ ଅବିଚାର କାହିଁକି। ଖାଇ ଖୁଦ ଭଜା ସୁଦାମାକୁ ରଜା, ଯାଚି ଦେଇଥିଲ ଧନ, ଅଜାମିଳ ପାପି ତୁମ ନାମ ଜପି, ଚରଣେ ପାଇଲା ସ୍ଥାନ। ଯେବେ ଅନ୍ଧ ନୟନ ଯିବ ଖୋଲି, ମୁଁ ତୁମକୁ ପଚାରି ନେବି କାହିଁକି, ଦୁନିଆ ଗଢ଼ିଛ ପରମାତ୍ମା, ଏଠି ଏଡ଼େ ଅବିଚାର କାହିଁକି। ମୋତେ ଯାହା ଭଲ ଲାଗେ ମୁଁ ସେସବୁ ମନେ ରଖିଦିଏ, ଯେଉଁଟା ହୃଦୟକୁ ଛୁଇଁଥାଏ, ଆତ୍ମାକୁ ଛୁଇଁଥାଏ। ବେଳେବେଳେ ଅତି କଷ୍ଟ ଲାଗିଥିବା ଘଟଣା ମଧ୍ୟ ଆମର ମନେ ରହେ, ଅତି ଖୁସି ଦେଇଥିବା ଜିନିଷ ମଧ୍ୟ ମନେ ରହେ। ବହୁତ ଗୁଡ଼ାଏ ବହୁ ଜଣ ଗୁରୁଜନ ବହୁତ କଥା ଶିଖେଇଥାନ୍ତି। ସେ ଶିଖେଇଲା ଭିତରେ କିଛି ଜିନିଷ ମନେ ରହେ, ଆଉ କିଛି ଜିନିଷ ମନେ ରହେ ନାହିଁ। ଯେଉଁଟା ନୀତି ଆମର ଦୈନନ୍ଦିନ ଜୀବନରେ କାମରେ ଲାଗେ, ସେଇଗୁଡ଼ାକ ମନେ ରହେ। ଯେଉଁଟା ଆମେ କାମରେ ଲଗେଇ ପାରିନାହାନ୍ତି ବା ପାରନ୍ତି ନାହିଁ, ସେଇଗୁଡ଼ାକ ଭୁଲି ଯାଆନ୍ତି ଆମେ। ଯେମିତି କମ୍ପ୍ୟୁଟରରେ ଯେତେବେଳେ ପାଠ ପଢ଼ଉଥିଲେ ସାର୍, କମ୍ପ୍ୟୁଟରରେ ଯେତେବେଳେ ଆମେ ଶିଖୁଥିଲେ ଟାଇପ୍ ରାଇଟିଂ, ସେ ଟାଇପ୍ ରାଇଟିଂରେ ଗୋଟେ ସୂତ୍ର ଶିଖାଯାଉଥିଲା ASLKJ, F1 to F12 ଫଙ୍କସନ୍ କିର କାମ, ସର୍ଟକଟ୍ କିର କାମ, ଏମିତି ଅନେକ ନ୍ୟୁମେରିକ୍ କିର କାମ। ଯଦି ଆମେ ସେଇ କମ୍ପ୍ୟୁଟରର ପ୍ରାକ୍ଟିସ୍ ନ ରଖିବା, ଟଚ୍ରେ ନ ରହିବା, ଆମେ ଧୀରେ ଧୀରେ ଭୁଲିଯିବା। ଆମେ ଭୁଲିବାର ମୁଖ୍ୟ କାରଣ ହେଉଛି ବର୍ତ୍ତମାନ ହାଇ ଟେକ୍ନୋଲୋଜି ଯେଉଁ ହେଇଛି, AI, ମୋବାଇଲ ଆମେ ସବୁବେଳେ ଧରୁଛନ୍ତି। ମୋବାଇଲଟା ଏବେ ଅବସମ୍ଭାବୀ ହେଇପଡ଼ିଛି, ଅତି ଅପରିହାର୍ଯ୍ୟ, ଅତି ଦରକାରୀ। ଆମେ ଦରକାର ଥାଉ କିମ୍ବା ଦରକାର ନଥାଉ, ଆମର ହାତଟି ଅଟୋମେଟିକ୍ ମୋବାଇଲ ପାଖକୁ ପଳେଇଯାଏ। ମୋବାଇଲରେ ଗପିବା, ଆମେ ବହୁତ ସମୟ ଏମିତି ନଷ୍ଟ କରିଥାନ୍ତି, ଅଭ୍ୟାସରେ ପଡ଼ି ଯାଇଥାନ୍ତି। ଏହି ଅଭ୍ୟାସ ଭଲ ଅଭ୍ୟାସ ହେଇଥିଲେ ଆମେ ଉନ୍ନତିର ଚରମ ଶିଖରକୁ ଛୁଅନ୍ତି। ଆଉ ଯଦି ଏହି ଅଭ୍ୟାସ କୁଅଭ୍ୟାସରେ ପରିଣତ ହେଇଯାଏ, ଆମକୁ ଅଭ୍ୟାସକୁ ଛାଡ଼ିକି ଆମେ ବଞ୍ଚିପାରନ୍ତି ନାହିଁ।
ତାହେଲେ ଅଭ୍ୟାସଟା ଆମ ଉପରେ ମାଡ଼ି ବସେ, ତାହେଲେ ସେତେବେଳେ ଆମେ ସେ ଅଭ୍ୟାସରୁ ବର୍ତ୍ତି ପାରନ୍ତି ନାହିଁ। ଯେମିତି ଜଣେ ଗୁରୁ ସିଏ କହିଲେ, ଛୋଟ ଛୋଟ ଗଛ ଚାରା ତୁମେ ଉପାଡ଼ି ପାରିବ, କିନ୍ତୁ ଯେତେବେଳେ ସେଇ ଛୋଟ ଚାରା ଗୁଡ଼ିକ ବୃହତ ଦ୍ରୁମ ବା ମହାବୃକ୍ଷରେ ପରିଣତ ହେଇଯାଉଛି, ସେଇଟାକୁ ତୁମେ ଆଉ ଉପାଡ଼ି ପାରିବନି। ସେଥିପାଇଁ ଅଭ୍ୟାସ ଗୁଡ଼ିକ, କୁ ଅଭ୍ୟାସ ଗୁଡ଼ିକ ଯେତେବେଳେ ଆରମ୍ଭ ହେଉଥାଏ, ସେତେବେଳେ ଯଦି ଆମେ ତାକୁ ବନ୍ଦ କରି ଦେଇପାରିବା ବା ଦିଶା ବଦଳେଇ ଦେଇପାରିବା, ସେତେବେଳେ ତାହେଲେ ତାହା ବଦଳି ପାରିବ, ଆଉ ବଡ଼ କାଳକୁ ହେବ ନାହିଁ, ବଦଳି ପାରିବ ନାହିଁ। ଯେମିତି ମୁଁ ମୋ ନିଜ ଜୀବନ କାହାଣୀରୁ କହୁଛି। ଛୋଟବେଳେ ମୁଁ କ୍ରିକେଟ ଜମା ଖେଳିନି। ବାପା ସବୁବେଳେ ପାଠ ପଢ଼ିବା ପାଇଁ କୁହନ୍ତି, ପାଠ ପଢ଼, ବହି, କାଗଜ କଲମ, ଘରର କାମ, ଛେଳି ଆଉ ଗାଈ ନେଇକି ବଣକୁ ଯା, ବଣରୁ ଆସିଲା ବେଳକୁ ଶୁଖିଲା କାଠ, ପତ୍ର, ବସ୍ତାରେ ପୂରେଇକି ପତ୍ର, ଶୁଖିଲା କାଠ ମୁଣ୍ଡେଇକି ମୁଣ୍ଡରେ ଘରକୁ ଆଣିବୁ ଜାଳେଣୀ ପାଇଁ। ଗାଈ ଛେଳି ଚରି ପେଟ ପୂରେଇ ଖାଇସାରିଲା ପରେ ସକାଳ 8ଟା 9ଟା ହଉ 10ଟା ହଉ, 10ଟା ବେଳେ ଯାଇକି ମାନେ କେତେବେଳେ 2ଟା 3ଟା ବେଳେ ଆସିବୁ ଘରକୁ। ସେଥିପାଇଁ ମାନେ ପାଠ ପଢ଼ାରେ ବି ବହୁତ ଅସୁବିଧା ହେଲା। କିନ୍ତୁ ଦେଖ, ପିଲାବେଳେ ମୁଁ ଖେଳି ପାରିନଥିଲି ବୋଲି ଆଜି ବି ମୁଁ କ୍ରିକେଟ ଖେଳିପାରେ ନାହିଁ। କ୍ରିକେଟ ସବୁ ଛୁଆ ଖେଳୁଥାନ୍ତି, ଦେଖୁଥାନ୍ତି, ମାନେ ମୁଁ ଚଳନୀୟ ଭାବରେ ବି କ୍ରିକେଟ ଶିଖି ନାହିଁ କି କ୍ରିକେଟ ଖେଳି ପାରୁନାହିଁ। ମାନେ କ୍ରିକେଟରେ ମୁଁ ସଚିନ ତେନ୍ଦୁଲକର ହବା ତ ବହୁତ କଷ୍ଟ। ସମସ୍ତେ କେହି ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମା, ସେ ମାନେ କ୍ରିକେଟ ଜଗତର ବଡ଼ ବଡ଼ ମହାରଥୀ, କିନ୍ତୁ ସାମାନ୍ୟ କ୍ରିକେଟ ଖେଳ ବି ମୁଁ ଖେଳିପାରେ ନାହିଁ। ଏଇଠୁ କଥା ହେଉଛି, ଏବେ ଏଇ ବୟସରେ ମୁଁ ଯେତେବେଳେ କ୍ରିକେଟ ଖେଳ ଖେଳିବା ପାଇଁ ଚେଷ୍ଟା କରେ, ଖେଳିପାରେ ନା। ସେଥିପାଇଁ କୁହନ୍ତି, ଯାହା ନାହିଁ ବାଲ୍ୟକାଳେ ତାହା କି ହୋଇବ ବୃଦ୍ଧ କାଳେ। ତୁମେ ଯେଉଁ କାମଟା ଆଦୌ କରିନାହଁ, ସେଇଟା ଯେତେବେଳେ ତୁମେ କରିବ, ସେଠିରେ ଭଲ କରିପାରିବନି। ଯେଉଁଟା ସ୍ୱତଃସ୍ଫୂର୍ତ୍ତ ଭାବରେ ଭଲ ହେଉଥାଏ, ସେଇଟା ଭଲ ହବ। ବୁଝିଲ? ତୁମେ ଦେଖିଥିବ, ସାଇଲେଣ୍ଟ ହେଇକି ବସିଲେ ଦୁନିଆ କଥା ମନେ ପଡ଼େ, ମନରେ ଦୁନିଆ କଥା, ଅସ୍ଥିରତା, ଆନ୍ଦୋଳନ ଦେଖାଯାଏ। ବିଭିନ୍ନ ଜୀବନରେ ଘଟିଥିବା ବିଭିନ୍ନ କାହାଣୀ ଗୁଡ଼ିକ, ବିଭିନ୍ନ ଅଙ୍ଗେ ଲିଭେଇଥିବା କଥା ଗୁଡ଼ିକ ମନେ ପଡ଼େ। କିନ୍ତୁ ଯେତେବେଳେ ବହୁତ ଲୋକ ସାମ୍ନାକୁ ଆସନ୍ତି, କିମ୍ବା ବହୁତ ଲୋକଙ୍କ ଆଗରେ କହିବାକୁ ପଡ଼େ ନିଜର କାହାଣୀଟା, କିମ୍ବା ସେଟା କହିପାରନ୍ତିନି। ଆମେ ଏଇ ଶିକ୍ଷା ପଦ୍ଧତି, ଏଇ ଯେଉଁ ଏଜୁକେସନ୍ ସିଷ୍ଟମ୍ ଆମର ସ୍କୁଲ କଲେଜରେ ଅଛି, ସେଇ ଯେଉଁ ସିଷ୍ଟମରେ ଏତେ ମାନେ ପାଠ ପଢ଼ାକୁ ନେଇ ବ୍ୟସ୍ତ ହେଉ ବା ଅଭ୍ୟାସରେ ପରିଣତ ହଉ, ବାହାର ଦୁନିଆ ବିଷୟରେ ଜାଣିପାରନ୍ତି ନାହିଁ। ତୁମେ ସବୁବେଳେ ବାହାର ଆଉ ବହି ଭିତରେ ସମନ୍ୱୟ ରଖିବ। ଯେତେବେଳେ ମନ ସ୍ଥିର ହୁଏ ନାହିଁ, ତୁମେ ଗୋଟେ ସ୍ଥିର ବସ୍ତୁକୁ ଏକାଗ୍ରଚିତ୍ତରେ ଅପଲୋକ ନୟନରେ ସ୍ଥିର ହେଇ ଅନାଅ, ଦେଖିବ ଧୀରେ ଧୀରେ ତୁମର ଚିତ୍ତଟା ଶାନ୍ତ ଆଉ ସ୍ଥିର ହେଇଯିବ। ଆଉ ଗତିଶୀଳ ବସ୍ତୁ, ଯେକୌଣସି ଜିନିଷ ଗତି କରୁଥାଏ ବା ହଲ ହଲ ହେଉଥାଏ, ସେଇ ଆଡ଼କୁ ମଣିଷର ମନ ସହଜରେ ଆକୃଷ୍ଟ ହୋଇଯାଏ, ସହଜରେ ଅସ୍ଥିର ହେଇ ଆମର ମନ ଏଣେ ତେଣେ ପଳେଇଯାଏ। ଗୋଟେ ସ୍ଥିର ବସ୍ତୁକୁ ଅନେଇଲେ ଆମେ ଅଟୋମେଟିକ୍ ଧୀରେ ଧୀରେ ସ୍ଥିରତା ପଳେଇ ଆସିବ। ବହୁତ କଥା ଭାବିକି ମୁଁ ଏଇ ଭିଡ଼ିଓଟା କରିବି ବୋଲି ଭାବୁଥିଲି, କିନ୍ତୁ ଯେତେବେଳେ ଏଇ କ୍ୟାମେରା ଅନ୍ କରିକି ମୁଁ ଭିଡ଼ିଓ କରିବାକୁ ଆସିଲି, ମନ ଭିତରକୁ ବହୁତ ଗୁଡ଼ାଏ ଜିନିଷ ଭୁଲିଗଲି, ବହୁତ ଗୁଡ଼ାଏ ଜିନିଷ ମନେ ରହିଲା ନାହିଁ। ମୁଁ ଗୋଟେ କଥା କହୁଛି, ଦେଖିଥିବ, ଅଙ୍ଗେ ଲିଭେଇ କଥା ଗୋଟେ କହୁଛି ମୁଁ।
ନିଜ ଜୀବନର ଅଙ୍ଗେ ଲିଭେଇଛି। ଛୋଟବେଳେ ମୁଁ ବହୁତ ବାଙ୍ଗାରା ଥିଲି, ମାନେ ସବୁବେଳେ କ୍ଲାସ୍ର ପ୍ରଥମ ଧାଡ଼ିରେ ବସେ। ମୁଁ ଜନ୍ମରୁ ସବୁ ମାନେ ପ୍ରଥମରୁ ଦଶମ +2 +3 ଯେଉଁଠି ବି ମୁଁ ପାଠ ପଢ଼ିଛି ଆଜି ପର୍ଯ୍ୟନ୍ତ ସବୁବେଳେ କ୍ଲାସ୍ର ଫାଷ୍ଟ ଧାଡ଼ିରେ ମୁଁ ବସେ। କାରଣ ମୁଁ ବାଙ୍ଗରା, ସାର୍ଙ୍କ ମୁହଁ ମୋତେ ଦେଖାଯିବନି ଏବଂ ସାର୍ମାନେ ମୋତେ ଦେଖିପାରିବେନି। ତାପରେ ସେହାକୁ ଛାଡ଼ିଦେଲା ପରେ ସବୁ ସାଙ୍ଗସାଥିମାନେ କହନ୍ତି ମୁଁ କାଳେ ଭିନ୍ନ। ମୋର ମାନେ କହିବାର ଶୈଳୀ, ଚାଲିବାର ଢାଞ୍ଚା, ମୋର ବେଶଭୂଷା, ପୋଷାକ ପରିଚ୍ଛଦ ସବୁ ଭିନ୍ନ। ସେଥିପାଇଁ ମୁଁ ସବୁବେଳେ ସାର୍ଙ୍କ ଲକ୍ଷ୍ୟରେ, ସାର୍ଙ୍କ ଦୃଷ୍ଟିରେ ଜୀବନ ସାରା ରହିଛି। ସବୁ ସାର୍ମାନେ ମୋତେ ମନେ ରଖିଛନ୍ତି। ଯେଉଁଠି ଯେଉଁଠି ମୁଁ ପାଠ ପଢ଼ିକି ଆସିଛି, ଯାହା ସଂସ୍ପର୍ଶରେ ଆସିଛି ମୁଁ, ଯିଏ ମୋତେ ଥରେ ମିଶିଛି, ସମସ୍ତେ ମୋତେ ମନେ ରଖିଛନ୍ତି। କାରଣ ମୋର ଚାଲି, ମୋର କଥା କହିବାର ଶୈଳୀ ସମସ୍ତଙ୍କ ଠାରୁ ଭିନ୍ନ। ପ୍ରଥମେ ଏହା ଯେତେବେଳେ ମୋତେ ତ ପ୍ରଥମେ ସମସ୍ତେ ଛୋଟବେଳେ ବହୁତ ଭଲ ପାଉଥିଲେ, ସପ୍ତମ ଅଷ୍ଟମ ପର୍ଯ୍ୟନ୍ତ। କିନ୍ତୁ ମୁଁ କ୍ଲାସ୍ରେ ବି ଭଲ ପାଠ ପଢ଼େ। ପାଠ ପଢ଼ିବାରେ ମୋର ରୁଚି, ଅହେତୁକ ଆଗ୍ରହ, ପାଠ ପଢ଼ିବାରେ ରୁଚି। ମୁଁ ଛୋଟବେଳୁ ତୁମେ ମାନେ ଲକ୍ଷ୍ୟ କରିଥିବ ସମାଜରେ ପିଲା ଅଛନ୍ତି ଯେଉଁମାନେ ସ୍କୁଲକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ବାପା ମା ମାନେ ସେମାନଙ୍କୁ ଟାଣି ଘୋଷାରି ପିଟି ସ୍କୁଲ ହତାରେ ନେଇ ଛାଡ଼ି ଦିଅନ୍ତି। ଏମିତି ବାପା ମାଙ୍କର ଉଦ୍ଦେଶ୍ୟ ଛୁଆମାନେ ପାଠ କେମିତି ଭଲ ପଢ଼ିବେ। ପାଠ 2 ଅକ୍ଷର ପଢ଼ିଲେ ଶିକ୍ଷାର ମଶାଲରେ ସେମାନେ ନିଜେ ରାସ୍ତାକୁ ଦେଖିପାରିବା ସହିତ ସମାଜର ମାନେ ରୀତି ଗତି ସବୁ ଦେଖିପାରିବେ, ଭୁଲ ଠିକ୍ ନିର୍ଣ୍ଣୟ କରିପାରିବେ। ସେଇଟାକୁ ନେଇକି ସେମାନେ ଭଲ ମଣିଷ ହେଇପାରିବେ। ଠିକ୍ ସେମିତି ମୁଁ ଛୋଟବେଳୁ ପିଲାଟି ଦିନରୁ ମୋର ପାଠ ପଢ଼ିବାରେ ରୁଚି। ବାପା ଯେତେବେଳେ କହନ୍ତି ବିଲକୁ ଭାତ ନେଇକି ଯା, ଆଉ ଆଜି ସ୍କୁଲ ଯିବୁନି, ମୁଁ କିନ୍ତୁ ସ୍କୁଲ ନଗଲେ ମୁଁ କାନ୍ଦୁଥିଲି। ମୋତେ ସ୍କୁଲର ପରିବେଶ ମୋତେ ବହୁତ ଭଲ ଲାଗେ। ସବୁ ସାର୍ମାନଙ୍କର ସ୍ନେହ ଭଲ ପାଇବା ମୋତେ ବହୁତ ଭଲ ଲାଗେ। ହେଲେ ସେ ସ୍କୁଲ ଭିତରେ ମୋର କେତେଜଣ ଦୁଷ୍ଟ କ୍ଲାସମେଟ୍, ସେମାନେ ସେଇଟାକୁ ଈର୍ଷାନ୍ୱିତ ହୋଇ ସେମାନେ ମୋତେ ବହୁତ ହଇରାଣ କରନ୍ତି। ସେମାନେ ମାନସିକ ଅତ୍ୟାଚାର କରିଛନ୍ତି ମୋ ସହିତ। ମୁଁ ଶାରୀରିକ ସ୍ତରରେ ସେତେବେଳେ ବହୁତ ଦୁର୍ବଳ ଥିଲି। ସେହି ସମୟରେ ସେମାନେ ତାର ଫାଇଦା ନେଇଛନ୍ତି। ମୋ ସପକ୍ଷରେ ସାଙ୍ଗସାଥିମାନେ ବାହାରନ୍ତି ନାହିଁ। ବାପା ଆମର ପରିବାର ହେଉଛି ନିମ୍ନ ପରିବାର, ମାନେ ଚଳଣି ଜୀବନ ଧାରଣର ମାନ ସେତେବେଳେ ଯେଉଁ ଖାଇବା ପିନ୍ଧିବା ନାଇବାରେ ବହୁତ ଅସୁବିଧା ଥିଲା। ମାନେ ଠିକ୍ ସମୟରେ ଖାଇବା, ଆମେ ବି ମୋର ମନେ ଅଛି ଖେଳ ଛୁଟି ସମୟରେ ମୁଁ ଘରକୁ ଯଦି ମୋର ଘରେ ଖାଇବା ପାଇଁ ମୋର ସବୁବେଳେ ଛୋଟବେଳୁ ଖାଇବାରେ ରୁଚି ପ୍ରାୟ ଥାଏ। ମୁଁ ବହୁତ ଶୀଘ୍ର ଖାଇଦିଏ ଆଉ ବହୁତ ଶୀଘ୍ର ହଜମ ବି କରିଦିଏ। କିନ୍ତୁ ବାପା ମା କହନ୍ତି ଯେ ମାନେ ତୁ ତ ହଳ କରୁନାହୁଁ କି ଶାରୀରିକ ପରିଶ୍ରମ କରୁନାହୁଁ, କିନ୍ତୁ ଘଣ୍ଟେ 2 ଘଣ୍ଟା 4 ଘଣ୍ଟା ପଢ଼ିଲା ପରେ ପାଠ ତୋତେ ଭୋକ କାହିଁକି ଲାଗୁଛି? ତଥାପି ବି ମୁଁ ଜାଣିପାରେ ନା ମୋତେ କାହିଁକି ସବୁବେଳେ 3-4 ଘଣ୍ଟାରେ ଥରେ ବହୁତ ଭୋକ ଲାଗେ। ମୁଁ ବହୁତ ଥର ବାପା ମାଙ୍କ ସହିତ ଝଗଡ଼ା ବି କରିଛି ଖାଇବା ପାଇଁ। ଛୋଟବେଳଟା ମୋର ଖାଇବାଟାକୁ ନେଇକି ବହୁତ ଝଗଡ଼ା ଝାଣ୍ଟି ହେଇଛି। ମୁଁ ସବୁବେଳେ ଖାଇବାକୁ କହେ, ଘରେ ଲୋକ କୁହନ୍ତି ଅଳ୍ପ ଖାଅ, କାରଣ ବାପା ସବୁବେଳେ କୁହନ୍ତି ମାନେ ବିଦ୍ୟାଥିର 5 ଲକ୍ଷଣ ଯେମିତି ସ୍ୱଳ୍ପହାରୀ, ଗୃହତ୍ୟାଗୀ, କାକସ୍ନାନ, ବକଧ୍ୟାନ, ଶ୍ୱାନ ନିଦ୍ରା। ଶ୍ୱାନ ନିଦ୍ରା ହେଉଛି କୁକୁର ଭଳି ଶୋଇବୁ, ମାନେ କୁକୁରଙ୍କର ଯେମିତି ପତଳା ନିଦ, ସେ ଯେତେବେଳେ ଡାକିଦେଲେ ବା ଯେତେବେଳେ ବିପଦ ଆପଦ ଯାହା ପଡ଼ିଲେ ଫଟକିନା ନିଦଟା ଭାଙ୍ଗିଯାଏ। କୁକୁର ଭଳି ଶୋଇବୁ, ଶ୍ୱାନ ନିଦ୍ରା। ବକଧ୍ୟାନ ମାନେ ବଗ ଯେମିତି ମାଛକୁ ନିର୍ନିମେଷ ନୟନରେ, ଅପଲକ ନୟନରେ ତାର ଦୃଷ୍ଟି ସ୍ଥିର ରଖି ମାଛକୁ ଧରି ଖାଇଥାଏ, ସେଭଳି ପାଠ ପଢ଼ିବା ପାଇଁ ମାନେ ଲକ୍ଷ୍ୟ ସ୍ଥିର ରହିବା ଦରକାର, ଦୃଷ୍ଟି ସ୍ଥିର ରହିବା ଦରକାର। ସେଥିପାଇଁ ବକଧ୍ୟାନ। କାକସ୍ନାନ ମାନେ ହେଲା ସବୁଦିନ ଗାଧେଇବ,
ଗାଧେଇବ ମାନେ ହେଉଛି କାଉ ଯେମିତି ଗାଧଉଛି ମାନେ ସବୁଦିନ କାକ ସ୍ନାନ ସକାଳୁ ସକାଳୁ ଉଠି ବ୍ରହ୍ମ ମୁହୂର୍ତ୍ତରୁ ଉଠି ଗାଧେଇ ପାଧେଇ ଶୀଘ୍ର ପାଠ ପଢ଼ାକୁ ଆରମ୍ଭ କରିଦେବ। କାକ ସ୍ନାନ ବକଧ୍ୟାନ ସ୍ନାନ ନିଦ୍ରା ସ୍ୱଳ୍ପ ହାରି ଅଳ୍ପ ଖାଇବ ଗୃହ ତ୍ୟାଗୀ ଘର ଛାଡ଼ିବ। ତୁମେ ମାନେ ମାର୍କ କରିଥିବ ବା ଲକ୍ଷ୍ୟ କରିଥିବ ଯେତିକି ସବୁ ମହାପୁରୁଷ ହେଇଛନ୍ତି ସମସ୍ତେ ଘରଟାକୁ ଛାଡ଼ିକି ବାହାରେ ରହିକି ଜ୍ଞାନ ଆହରଣ କରିଛନ୍ତି। ଯେତେବେଳେ ସେମାନେ ପରିଣତ ବୟସରେ ହୁଏତ ଘରକୁ ଆସିଛନ୍ତି, ନହେଲେ ଘରକୁ ଆସିନାହାନ୍ତି। ଆଗ କାଳରେ ତୁମେ ଦେଖିଥିବ ଗୁରୁକୁଳ ଆଶ୍ରମ ଥିଲା। ସେଇ ଗୁରୁକୁଳ ଆଶ୍ରମରେ ବି ଲୋକ ରହିକି ଘରକୁ ଛାଡ଼ିକି ପାଠ ପଢ଼ୁଥିଲେ। ମାନେ ବାପା ମା ଭାଇ ଭଉଣୀ ପରିବାରଠୁ ଛାଡ଼ି ବାହାରେ ରହି ପଢ଼ିଲେ ପାଠଟାରେ ବେଶୀ ମନ ହେବ, କୁଆଡ଼େ ଧ୍ୟାନ ଭଟକିବ ନାହିଁ। ସେଥିପାଇଁ ଏଇ ଯେଉଁ ବିଦ୍ୟାର୍ଥୀର ପଞ୍ଚଲକ୍ଷଣ ରହିଛି। ମୁଁ ମୋର ସେଇ ନବମ ଦଶମ ସମୟର ଗୋଟେ ସତ କାହାଣୀ ମାନେ ମନେ ପଡ଼େ ମୋର। ମୁଁ ଯେଉଁଟା ଜୀବନରେ ଅଙ୍ଗେ ଲିଭେଇଛି ସେସବୁ ମନେ ପଡ଼େ। ସେଇଟା ମୁଁ ଯଦି କହିବି ସେଇଟା ମାଧ୍ୟମରେ ହୁଏତ କାହା ଜୀବନରେ ସେଇଭଳି ଘଟିଥିବ, କାହା ଜୀବନରେ ସେଭଳି ଘଟିନଥିବ। ମୁଁ କିନ୍ତୁ ମୋ ଜୀବନରେ ଏଇଭଳିଆ ହେଇଛି। କ'ଣ ହେଇଛି, ମୁଁ ଯେତେବେଳେ ପ୍ରାୟ ବାଲୁଙ୍କେଶ୍ୱର ସ୍କୁଲ ଶେଷ କରି ଫକୀରପୁର ହାଇସ୍କୁଲରେ ପାଠ ପଢ଼ିବାକୁ ଆସିଲି। ସେଟା ହାଇସ୍କୁଲରେ ବିଭିନ୍ନ ଆଡ଼ୁ ମାନେ ପ୍ରାଥମିକ ସ୍କୁଲ ପ୍ରାଇମେରୀ ସ୍କୁଲରୁ ସବୁ ବିଭିନ୍ନ ପ୍ରାଇମେରୀ ସ୍କୁଲରୁ ପାଠ ପଢ଼ିକି ବହୁତ ପିଲା ହାଇସ୍କୁଲକୁ ଆସିଲେ। ଏ ହାଇସ୍କୁଲରେ ମାନେ ଆମେ ଗୋଟେ କ୍ଲାସରେ 130 ଜଣ ପାଖାପାଖି ପିଲା ଥିଲୁ ଅଷ୍ଟମରେ। ନବମରେ ସେମିତି 117, ତାପରେ ଦଶମ ବେଳକୁ 90, ଏମିତି ପିଲା ସଂଖ୍ୟା ଥିଲେ। କିନ୍ତୁ ସେଇ ଯେଉଁ ସାଙ୍ଗ ସମୟରେ ସେଇ ଯେଉଁ ନବମ ଆଉ ଦଶମ ଶ୍ରେଣୀଟା ମୋର ବହୁତ କଷ୍ଟରେ ଯାଇଛି। ମୋ ଉପରେ ବହୁତ ମାନସିକ ଅତ୍ୟାଚାର ହେଇଛି। ମୋତେ ସାଙ୍ଗମାନେ କେହି ଗୋଟେ ସହଯୋଗ କରିଲେ ନାହିଁ। ମାନେ ଭଲ ପାଠ ହେଉଥାଏ ମୋର, ମୁଁ ଭଲ ମନେ ରଖିଥାଇପାରେ, ସାର୍ ପାରୁଥିଲି, ମୋତେ ସାର୍ମାନେ ବହୁତ ଭଲ ପାଆନ୍ତି। କିନ୍ତୁ କେଜାଣି କାହିଁକି ମାନେ ମୁଁ ଗରିବ ପରିବାରରେ ଜନ୍ମ ହେଇଛି ବୋଲି କିମ୍ବା ମୁଁ କ'ଣ ପାଇଁ ମୋତେ ସେଇ ଯେଉଁ କ୍ଲାସରେ ପଢ଼ୁଥିବା ସାଙ୍ଗସାଥିମାନେ, ମୁଁ ଜଣକ ନାଁ କହିବି, ତା ନାଁ ଶୁଭେନ୍ଦୁ। ସେ ଶୁଭେନ୍ଦୁ ମୋତେ କାହିଁକି କେଜାଣି ସବୁଦିନ ଆସିକି ମୋତେ ପିଟିବ, ସବୁଦିନ। ଆଉ ତାପରେ ଆମ କ୍ଲାସର ଜଣେ ଗୁଲ୍ଲୁ ଥିଲା, ସେ ରୋଲ ନମ୍ବର 2 ରୋଲ ନମ୍ବର ହେଉଥିଲା। ସିଏ ମୁଁ ଆଗରେ ବସେ ବାଙ୍ଗରା ବୋଲି ସାର୍ ମୋତେ କ୍ଲାସର ପ୍ରଥମ ଧାଡ଼ିରେ ସବୁଦିନ ବସେଇ ଦିଅନ୍ତି। ମୁଁ ସାରା ଜୀବନ ବି ମୁଁ ଫ୍ରଣ୍ଟ ବେଞ୍ଚର, ମାନେ ସବୁବେଳେ ପାଠରେ ଧ୍ୟାନ, କେଉଁଟାରେ ମନ ଲଗାଏନି। ମୋର ସେଇ ଯେଉଁ ସାଙ୍ଗ ପଛରେ ବସିଥିବ ମୋତେ ଗୋଇଠା ଫୋଇଠା ମାରିବ, ମାନେ ଗୋଇଠା ମାରିବ। ମୁଁ ଆଗରେ ବସିଥିବି, ମୁଁ ଷ୍ଟ୍ରେଟ୍ ହେଇକି ବସେ। ଆମ କ୍ଲାସର ଜଣେ ଆମ ସାର୍ ଜଣେ ସୁଶାନ୍ତ ସାହୁ, ସିଏ ଜଣେ ଭଲ ଟିଚର, ଗଣିତ ଟିଚର। ସିଏ ସବୁବେଳେ କୁହନ୍ତି କାନ୍ଧକୁ ଷ୍ଟ୍ରେଟ୍ ସିଧା କରିକି ବସିବ, ମନ ଧ୍ୟାନ ଦେଇକି ଶୁଣିବ। ମୁଁ ସବୁବେଳେ କାନ୍ଧକୁ ଷ୍ଟ୍ରେଟ୍ କରିକି ଆଗରେ ବସେ। ପଛରେ ବସିଥିବା ଗୁଲ୍ଲୁ ସବୁବେଳେ ଗୋଇଠା ଫୋଇଠା ମାରିବ, କହିବ ତୁ ଆଗରେ କ'ଣ ପାଇଁ ଏମିତି ସିଧା ହେଇକି ବସିଛୁ, ମୋତେ ଦେଖାଯାଉନି। ମୋତେ ସବୁବେଳେ ଡିଷ୍ଟର୍ବ କରେ। ଆଉ ଗୋଟେ ଶୁଭେନ୍ଦୁ ମୋର ଜଣେ ଥିଲା କ୍ଲାସମେଟ୍, ସେମାନଙ୍କୁ ତ ମୁଁ ସାଙ୍ଗ କେବେ ବି କହିବିନି, ସେମାନଙ୍କୁ ମୁଁ କେବେ ସାଙ୍ଗ କହିବିନି, କାରଣ ସାଙ୍ଗ ହେଇଥିଲେ ସେମାନେ ମୋତେ ଏତେ କଷ୍ଟ ଦେଇନଥାନ୍ତେ। ମୋ ଆତ୍ମାକୁ ବହୁତ କଷ୍ଟ ହେଇଛି ସେଇ ସମୟରେ। ମୁଁ ପାଠ ପଢ଼ାରେ ବସିଥିବି, ପାଠ ପଢ଼ିବା ପାଇଁ ମନୋନିବେଶ କରିଥିବି, ସାର୍ ପଢ଼ଉଥିବେ, ପଛରୁ ମାନେ ହଇରାଣ କରିବେ ସବୁବେଳେ। ଆଉ ଗ୍ରୁପିଜିମ୍ ମାନେ ଗୋଟେ ଦଳ କରିଥିଲେ, ଦଳ କରିକି ସେମାନେ ସେଇ ଦଳରେ ମୋତେ ମିଶେଇବେ ନାହିଁ। ମୁଁ ସବୁବେଳେ କ୍ଲାସରେ ଯେତେବେଳେ ପାଠ ପଢ଼ୁଥିଲି ଯେମିତି ମୋତେ ଅନୁଭବ ହେଇଛି ବାସନ୍ଦ, ଯେମିତି ସମାଜରେ ଦେଖିଥିବ ଜଣ ଜଣଙ୍କୁ ବାସନ୍ଦ କରାଯାଏ, ମୋତେ ସେମିତି ବାସନ୍ଦ କରିକି ରଖିଥିବେ। ଆଉ ଯେତେବେଳେ ଆସିବେ ଯିବେ ମୋତେ ପିଟୁଥିବେ। ମୋତେ ଏମିତି ଭାବରେ ପିଟନ୍ତି ଯେ ମୋତେ ବହୁତ କଷ୍ଟ ଲାଗେ। କିନ୍ତୁ ସେମାନେ ଭାବନ୍ତି ଇଏ ମିଛରେ ବାହାନା କରିକି କାନ୍ଦୁଛି, ଏକୁ ଆମେ ଅଳ୍ପ ମାରିଲୁ, ଆଉ ଏକୁ କିଛି କାଟିନି, ଏମିତିଆ ଭାବିକି ମୋତେ ମାରନ୍ତି। ତାର ପ୍ରଭାବଟା ମୋ ଉପରେ ସିଧାସଳଖ ଭାବରେ ପଡ଼ିଲା। ମୁଁ ମାନେ ଡରିଯାଏ, ମାନେ ସେତେବେଳେ ଇମାଚ୍ୟୁର, ସେତେବେଳେ ବି ବୟସଟା ପରିବର୍ତ୍ତନ ହେବାର ବୟସ। ସେଇ ସମୟରେ ମୋତେ କେଉଁ ସାଙ୍ଗସାଥି ମୋର କ୍ଲାସମେଟ୍ ଯେତିକି, ସେତେବେଳେ କେହି ମାନେ ଗୋଟେ ସହଯୋଗ ନଥିଲା। ସବୁ ନିଜେ ନିଜର ସ୍ୱାର୍ଥ ପାଇଁ ମୋତେ ବ୍ୟବହାର କରୁଥିଲେ। ଆଉ
ଯେତେବେଳେ ମୋର ଯେଉଁମାନେ ଥିଲେ ଯେଉଁମାନଙ୍କର ଭଲ ପାଠ ହୁଏନି ସେମାନେ ପ୍ରାୟତଃ ମୋ ସହିତ ସାଙ୍ଗ ହୁଅନ୍ତି ମୋ ପାଖରୁ ମୋ ଖାତାରୁ ଦେଖିକି ଲେଖିବା ପାଇଁ ମୋ ପାଖରୁ ପାଠ ବୁଝିବା ପାଇଁ କ'ଣ ଟିକେ ଖାଇବା ଦେଇ ବିସ୍କୁଟ ହଉ କି ଚୁଡ଼ା କି କ'ଣ ଗୋଟେ ଖାଇବାକୁ ଦେଇ ମୋ ପାଖରୁ ପାଠ ବୁଝିବା ପାଇଁ ସେମାନେ ଚେଷ୍ଟା କରନ୍ତି ଆଉ ନିଅନ୍ତି ବି ମୁଁ ବି ସେମାନଙ୍କୁ ଦିଏ। କିନ୍ତୁ ଶୁଭେନ୍ଦୁ ବୋଲି ଯେଉଁ ପିଲାଟି ସିଏ ହେଉଛି ସବୁଦିନ ନବମ ଦଶମ କ୍ଲାସରେ ସବୁବେଳେ ପିଟେ ଆଉ ଥରେ ପିଟିକି ମୋ ଗାଲକୁ ମାରିକି ଫଟେଇ ଦେଇଥିଲା। ମୁଁ ତାର କିଛି ବି ଦୋଷ କରିନଥିଲି ଆଉ ସେ ସବୁବେଳେ ଆସିକି ପିଟିବ ତାର ଉଦ୍ଦେଶ୍ୟ ସିଏ ହିଁ ଜାଣେ। ମୁଁ ଏତେ ମାତ୍ରାରେ ଡରିଗଲି ଥରେ ଦିଥର ସାର୍ଙ୍କୁ କହିଲି ସାର୍ ବି ଦେଖିଲେ ଇଏ ସବୁବେଳେ ମାରୁଛି ମୋତେ ସାର୍ ତାକୁ ବୁଝେଇଲେ ଯେତେ ବୁଝେଇଲେ ସେ ବଦଳିଲା ନାହିଁ। ଥରେ ଆମ ଘରେ ବି ଜାଣିଦେଲେ କହିଲେ ହେଉଛି ତୋ ଗାଲ କାହିଁ ଫୁଲିଛି ମୁଁ କହିଲି ମୋତେ ଶୁଭେନ୍ଦୁ ପିଟିଛି। ବାପା ସେଠୁ ମୋତେ ନେଇକି ଗଲେ ହେଉଛି ଶୁଭେନ୍ଦୁ ଘର ଘରକୁ ଯାଇକି କହିଲେ ଏମିତି ସବୁ ପିଟନ୍ତି ତୁମେ ସାଙ୍ଗ ହେଇକି ଖେଳିବ କ୍ଲାସରେ ପଢ଼ୁଛ ସାଙ୍ଗସାଥି ହେଇକି ଖେଳିବ ପଢ଼ିବ ତୁ ତାକୁ ଏତେ ପିଟୁଛୁ କ'ଣ ପାଇଁ। ସେଠୁ ମୁଁ ଯେମିତି କହିଦେଇକି ବାପା ତା ବାପାକୁ କହିଲେ ତା ବାପା ବି ତାକୁ ଗାଳି ଗୁଲଜ କଲେ ଶୁଭେନ୍ଦୁକୁ କହିଲେ ହେଉଛି ଯେଉଁ କ'ଣ ତ ତୁ ତାକୁ ପିଟିବୁନି ସେ ସାଙ୍ଗଟେ ଆଉ ଏମିତି। ଶୁଭେନ୍ଦୁର ବାପା ମା ଦୁଇ ଜଣ ଚାକିରି କରିଛନ୍ତି ଜଣେ ସ୍କୁଲ ଟିଚର ଆଉ ଜଣେ ବିଇଡ଼ି କଲେଜରେ ଥିଲେ ହେଉଛି କ୍ଲର୍କ ଥିଲେ। ସିଏ ଭାରି ଆର୍ଥିକ ସ୍ୱଚ୍ଛଳ ପିଲା ସିଏ କ'ଣ କରେ ସବୁଦିନ ଆସିକି କ୍ଲାସରେ କାହିଁକି କେଜାଣି ମୋତେ ସବୁବେଳେ ପିଟିବ। ତାଙ୍କର ଗୋଟେ ଗ୍ରୁପ ସେମାନେ ମୋତେ ଜମା ମିଶାନ୍ତିନି ଯାହା ଗୋଟେ ପାଠ ଫାଠ ପଚାରିଲେ ସେ କହିଦିଅନ୍ତି ନାହିଁ ଆଉ ସବୁବେଳେ ମାନେ ଥଟ୍ଟା ତାମସା ଆକ୍ଷେପ କରିକି କଥାବାର୍ତ୍ତା କରିବା ଯାହା ମୋତେ ସାରା ଜୀବନ ମୋତେ ବହୁତ କଷ୍ଟ ଦେଲା। ତାପରେ ଆମ ଘରେ ଯେମିତି ଜାଣିଲେ ସେ ତାଙ୍କ ବାପା ମାଆଙ୍କୁ ଯାଇକି କହିଲେ ତା ବାପା ମାଆ ବି ତାକୁ ଗାଳି ଗୁଲଜ କଲେ ପିଟିଲେ। ସିଏ ସେଇ ରାଗଟା ପୁଣି ମୋତେ ସ୍କୁଲରେ ଆସିକି ସୁଝେଇଲା କହିଲା ତୁ କାହିଁ ମୁଁ ପିଟିଲି ବୋଲି ତୁ କାହିଁ ଘରେ ଯାଇକି କହିଲୁ ଆଉ ହେଉଛି ମୋ ବାପା ମାଆ ପିଟିଲେ କିନ୍ତୁ ସେ ପିଟିବା ବନ୍ଦ କଲାନି। ମୁଁ ଡରି ମରିକି ମୁଁ ଆଉ ଘରେ ବି କହେନି। ବେଳେବେଳେ କ'ଣ ହୁଏ ଜାଣିଛ ନା ମାନେ ତୁମେ ଦୁଃଖଟା ସହିବ ଆଉ ଯେତେବେଳେ ମାନେ କିଛି ମୋ ଭଳି କିଛି ଲୋକ ସମାଜରେ ଅଛନ୍ତି ଫାଷ୍ଟ କାହାକୁ କିଛି କହନ୍ତିନି ସହନ୍ତି ଯିଏ ଯାହା କହିବ ସହନ୍ତି କାରଣ ସମାଜରେ ଶକ୍ତିଟା ତ ସମସ୍ତଙ୍କର ସମାନ ପରିମାଣରେ ନାହିଁ ନା। ସମସ୍ତଙ୍କର କିଏ ମାନେ ମୋ ଠାରୁ ଆଉ କିଏ ଶକ୍ତିଶାଳୀ ତାଠାରୁ ଆଉ କିଏ ଶକ୍ତିଶାଳୀ କିଛି ଶାରୀରିକ ସ୍ତରରେ ଶକ୍ତିଶାଳୀ ହେଇଥିବା ଲୋକ ସେ ଧରାକୁ ସରା ମଣନ୍ତି ଆଉ ଝଗଡ଼ା ଝାଣ୍ଟି କରିବାକୁ ଭଲ ପାଆନ୍ତି ଡରେଇକି ସମାଜରେ ରହିବା ପାଇଁ ଚାହାନ୍ତି ନିଜର ପତିଆରା ବିସ୍ତାର କରିବାକୁ ଚାହାନ୍ତି। ଯେମିତି ମାନେ ଦୃଷ୍ଟ ଦାନବ ଯେଉଁମାନେ ଖରାପ ଲୋକ ତାକୁ ସମାଜରେ ଡରନ୍ତି ମାନେ ଭଲ ଲୋକଙ୍କ ସପକ୍ଷରେ କେହି ବାହାରନ୍ତିନି ଏଇଭଳିଆ ହେଇକି ଗଲା। ଯାହାର ପ୍ରଭାବ ମୋର ନବମ ଦଶମ +2 +3 ଏମିତି 5-10 ବର୍ଷ ପର୍ଯ୍ୟନ୍ତ ତାର ପ୍ରଭାବଟା ପଡ଼ିଲା। ମୁଁ ସ୍ୱପ୍ନରେ ମଧ୍ୟ ଭାବେ ସିଏ ମୋତେ ଏତେ ପିଟେ କାହିଁକି। ଆଜି ବି ମୋତେ ବୟସ 40 ହେଇଛି ମୁଁ ସେଇ ନବମ ଦଶମ ଶ୍ରେଣୀର ସେଇ ଦୁଃଖକୁ ମୁଁ ଆଜି ବି ଭୁଲି ପାରେନି। ତାପରେ ସବୁ ସାଙ୍ଗସାଥି ମାନେ କାହିଁକି କେଜାଣି ମାନେ ଗୋଟେ ମାନେ ବାସନ୍ଦ ଦୃଷ୍ଟିରେ ଦେଖନ୍ତି। ଭଲ ପାଠ ହୁଏ ସାର୍ ମାନେ ମୋତେ ଏତେ ଭଲ ପାଆନ୍ତି କିନ୍ତୁ ସାଙ୍ଗମାନେ ପ୍ରାୟତଃ ଭଲ ପାଆନ୍ତି ନାହିଁ। ସେଇ ଦୃଷ୍ଟିରୁ ମୁଁ ସମସ୍ତଙ୍କୁ ମୋ ଶକ୍ତି ବା ମୋ ବୁଦ୍ଧି ଅନୁସାରେ ଯେତିକି ସାହାଯ୍ୟ କରିବା କଥା କରେ। ସେମାନେ ତାଙ୍କର ଫାଇଦା ପାଇଁ ମୋତେ ସାଙ୍ଗ ହୁଅନ୍ତି ତାଙ୍କର କାମ ସରିଗଲେ ଯେମିତି ସେମାନେ ଯେମିତି କୁହନ୍ତିନି ୟୁଜ୍ ଆଣ୍ଡ ଥ୍ରୋ କାମ ସରିଗଲା ପରେ ଫିଙ୍ଗି ଦିଅନ୍ତି ସେଇଭଳି ମୋତେ ବ୍ୟବହାର ଦେଖେଇଛନ୍ତି। ହେଲେ ମୁଁ ଆଗରୁ ବହୁତ ମନ ଦୁଃଖ କରୁଥିଲି କିନ୍ତୁ ମୋ ଜୀବନରେ ଜଣେ ଶିକ୍ଷକ ଆସିଲେ ସେ ବୁଝେଇଲେ ହେଉଛି ସବୁ ହେଉଛି ଭାଗ୍ୟ ପୂର୍ବଜନ୍ମର କର୍ମଫଳ ହେଉ କିମ୍ବା ଏଇ ଜନ୍ମରେ ହେଉ ମାନେ କ'ଣ କିଛି ପ୍ରାରବ୍ଧ ହେଉ ବା କ୍ରିୟମଣ କର୍ମ ହେଉ ସେ କର୍ମର ପ୍ରଭାବ ଯେମିତି ରହିଯାଇଥାଏ। ଏଇ ଜୀବନଟା ମୋର ବହୁତ କଷ୍ଟରେ କଟିଲା ମୁଁ ସେସବୁ କାହାକୁ କହିପାରେ ନା। କିନ୍ତୁ ସ୍କୁଲର ପରିସର ଯଦି ଆନନ୍ଦଦାୟକ ଏବଂ ଶାନ୍ତ ଏବଂ ସାର୍ମାନଙ୍କର ଭଲ ପାଇବା ସ୍ନେହ ରହିବ ସବୁ ଛୁଆ ଭଲ ପାଠ ପଢ଼ିପାରିବେ ଭଲ ମଣିଷ ହେଇପାରିବେ। ମୁଁ ଯଦି ଆଜି ଏତିକି ବାଟରେ ପହଞ୍ଚି ପାରିଛି ମୁଁ ଆଜି ଗୋଟେ ମାନେ ଗଭର୍ଣ୍ଣମେଣ୍ଟ ହାୟର ସେକେଣ୍ଡାରୀ ସ୍କୁଲ ଧକଠାରେ ଗେଷ୍ଟ ଫାକଲ୍ଟି ଭାବରେ ଅଛି ତାର କେବଳ ଶ୍ରେୟ ବାପା ମା
ଗୁରୁଜନ ମାନେ ଟିଚର ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଯିବ। କାରଣ ମୁଁ ସାରା ଜୀବନ ଆଜି ବି ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ପ୍ରିୟ ପାତ୍ର ହେଇପାରିଛି, କେବଳ ସାଙ୍ଗସାଥି ମାନଙ୍କର ମୁଁ ପ୍ରିୟ ହେଇପାରି ନାହିଁ ଆଜି ବି। ଆଉ ସମୟ ବଢ଼ିବା ସଙ୍ଗେ ସଙ୍ଗେ ସବୁ କିଛି ବଦଳିଯାଏ। ଆହୁରି ସମୟ ଆସିଲେ ଜଣାପଡ଼ିବ କାହାର ଗତି, କାହାର ଜୀବନର ଗତି କେଉଁ ଆଡ଼କୁ ଗଲା।